ପିଲାମାନେ DABCT ଚ୍ୟାନେଲ କୁ ଆପଣମାନଙ୍କୁ ସ୍ୱାଗତ। ତ ଆମେ ଗତ କ୍ଲାସରେ କଣ ପଢିଥିଲେ ନା ଆମେ ମୌଳିକ ବିଷୟରେ ପଢିଥିଲେ। ଆଜି ଆମେ ଦଶମ ଶ୍ରେଣୀର ତୃତୀୟ ଚାପ୍ଟର ଧାତୁ ଓ ଅଧାତୁ ବିଷୟରେ ପଢିବା। ଧାତୁ ଓ ଅଧାତୁ ପଢିବା ପୂର୍ବରୁ ଆମେ ଟିକେ ମୌଳିକ କଣ ତା ବିଷୟରେ ପୁଣି ଥରେ ଆଲୋଚନା କରିବା। ତ ଯେକୌଣସି ଏକ ସରଳତମ ବିଶୁଦ୍ଧ ପଦାର୍ଥକୁ ଆମେ କଣ କହିଥାଉ ନା ମୌଳିକ। ତ ଆଜି ଆମେ ପଢିବା ଧାତୁ ଓ ଅଧାତୁ ବିଷୟରେ। ଆମେ ଜାଣିଛୁ 118ଟି ମୌଳିକ ଅଛି। ସେଥିମଧ୍ୟରୁ 94ଟି ପ୍ରାକୃତିକ ଏବଂ 24ଟି କୃତ୍ରିମ। ପୁଣି ଥରେ ମୌଳିକ ଗୁଡ଼ିକର ଧର୍ମକୁ ଦେଖି ଏଗୁଡ଼ିକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା ଧାତୁ, ଅଧାତୁ ଏବଂ ଉପଧାତୁ। ଧାତୁର ଯଦି ଉଦାହରଣ ଦେଖିବା ଆମେ ସୋଡିୟମ, ପୋଟାସିୟମ, ଲୁହା, କପର, କ୍ୟାଲସିୟମ, ମାଙ୍ଗାନିଜ, ସୁନା ଇତ୍ୟାଦି। ସେଭଳି ଭାବରେ ଅଧାତୁର ଉଦାହରଣରେ ଅକ୍ସିଜେନ, ନାଇଟ୍ରୋଜେନ, କାର୍ବନ, ସଲଫର ଏବଂ ଫସଫରସ ଇତ୍ୟାଦି। ସେହିଭଳି ଉପଧାତୁର ଉଦାହରଣ ଯଦି ଆମେ ଦେଖିବା, ଏଠାରେ ଅଛି ବୋରନ, ସିଲିକନ, ଜର୍ମାନିୟମ, ଆର୍ସେନିକ, ଏଣ୍ଟିମନି ଇତ୍ୟାଦି। ତ ଏଠି ଆପଣ ସ୍ଲାଇଡରେ ଦେଖିପାରୁଥିବେ ଧାତୁ ଓ ଅଧାତୁ ଯାକ ଚିହ୍ନଟ କରାଯାଇଛି। ଉପର ଲାଇନରେ ଆମର ସବୁ ଧାତୁ ଗୁଡାକ ଅଛି, ତଳ ଲାଇନରେ ସବୁ ଅଧାତୁ ଗୁଡିକ ଅଛି। ଧାତୁରେ ଆମେ ଦେଖିପାରୁଛୁ ଗୋଲ୍ଡ, କପର, ଆଇରନ୍, ନିକେଲ ଏବଂ ସିଲଭର। ସେଇଭଳି ଭାବରେ ଅଧାତୁରେ ଆମେ କଣ ଦେଖିପାରୁଛୁ ନା ଡାଇମଣ୍ଡ, ଅକ୍ସିଜେନ, କାର୍ବନ, ସିଲିକନ ଏବଂ ବୋରନ। ତ ଆମେ ଧାତୁ ଓ ଅଧାତୁକୁ ଚିହ୍ନିବା ପାଇଁ କଣ କରିବାକୁ ପଡିବ ନା ଆମେ ଧାତୁ ଅଧାତୁର କିଛି ଗୁଣ ବିଷୟରେ ଜାଣିବାକୁ ପଡିବ। ତ ଆଜି ଆମେ କଣ ପଢିବା ନା ଧାତୁ ଓ ଅଧାତୁର ଭୌତିକ ଧର୍ମ। ଧାତବ ଉଜ୍ଜଳତା ବିଷୟରେ ଆମେ ପଢ଼ିଲୁ। ଧାତବ ଉଜ୍ଜଳତା କ'ଣ ଜାଣିଲୁ, ବର୍ତ୍ତମାନ ଆମେ ଦେଖିବା। ଏଇଟା ଏକ ଲୁହା ଖଣ୍ଡ, ଯେଉଁଟାକି ଗୋଟେ ଧାତବ ପଦାର୍ଥ। ଏଇଟା ଏକ ବାଲି କାଗଜ। ତ ଏଇ ଧାତବ ପଦାର୍ଥ କିମ୍ବା ଲୁହାରେ ମୁଁ କ'ଣ କରିବି ନା ଏବେ ଗୋଟେ ବାଲି କାଗଜ ନେଇକି ଘଷିବି। ଏବେ ଦେଖିପାରୁଥିବ ଏଇଟା କିଭଳି ଦେଖାଯାଉଛି, ବାଲି କାଗଜ ଗୋଟେ ଘଷା ହେଇନି। ବର୍ତ୍ତମାନ କ'ଣ କରିବା, ଆମେ ବାଲି କାଗଜ ଘଷିବା। ଦେଖିପାରୁଥିବ ବାଲି କାଗଜ ଘଷିଲୁ ଆମେ ଯେତେବେଳେ, ସେଠି କ'ଣ କରୁଛି ଆମର ଚକଚକ୍ ଦେଖାଯାଉଛି। ଏଇ ପୋଜିସନରେ କ'ଣ ଦେଖାଯାଉଛି, ଆମର ଚକଚକ୍ ଦେଖାଯାଉଛି। ତ ଏହି ଗୁଣକୁ ହିଁ ଧାତବ ଉଜ୍ଜଳତା କୁହାଯାଏ। ତ ଏହି ପରୀକ୍ଷଣରୁ ଆମେ ଜାଣିଲୁ ଯେ ଧାତୁ ଚକଚକ୍ କରୁଛି କିଭଳି ଭାବରେ। ତ ଆମେ ଏଠି ଦେଖିଲୁ କଣ ନା ବିଶୁଦ୍ଧ ଅବସ୍ଥାରେ ଧାତୁର ପୃଷ୍ଠ ଚକଚକ୍ କରେ ଏବଂ ଧାତୁର ଏହି ଧର୍ମକୁ ହିଁ ଧାତବ ଦୀପ୍ତି ବା ଧାତବ ଉଜ୍ଜଳତା କୁହାଯାଏ ଏବଂ ଏହାକୁ ଇଂରାଜୀରେ ମେଟାଲିକ ଲସ୍ଟର ବୋଲି ମଧ୍ୟ କୁହାଯାଇଥାଏ। ଧାତୁର ଦ୍ୱିତୀୟ ଭୌତିକ ଧର୍ମ ହେଉଛି ମେଲେବିଲିଟି ବା ନମନୀୟତା। ନମନୀୟତା କ'ଣ ନା ଧାତୁକୁ ଯଦି ଆମେ ଆଘାତ କରି ଗୋଟେ ପତଳା ଚାଦର କରିହୁଏ, ଯେକୌଣସି ଏକ ଧାତୁକୁ ଆମେ ଆଘାତ କରି ପତଳା ଚାଦର କରିହୁଏ ଏବଂ ଧାତୁର ଏହି ଗୁଣକୁ ଆମେ ନମନୀୟତା ବୋଲି କହିଥାଉ। ସୁନା ଓ ରୂପାର ଏହି ଗୁଣ ସର୍ବାଧିକ ହୋଇଥାଏ। ଧାତୁର ତୃତୀୟ ଧର୍ମ ତନ୍ୟତା। ଧାତୁରୁ ତାର ବାହାର କରାଯାଇପାରିବ ଏବଂ ଧାତୁର ଏହି ଗୁଣକୁ ହିଁ ତନ୍ୟତା କୁହାଯାଇଥାଏ। ଯେଭଳି ଭାବରେ ଆପଣ ଦେଖିପାରୁଛନ୍ତି ସ୍ଲାଇଡରେ କ'ଣ ଅଛି ନା କପର ମେଟାଲ। କପର ମେଟାଲରୁ ଆମେ କ'ଣ ବାହାର କରୁଛୁ, କପର ୱାଇର। ତ ଏହି ପ୍ରୋସେସକୁ ହିଁ ବା ଏହି ଧର୍ମକୁ ହିଁ ତନ୍ୟତା କୁହାଯାଇଥାଏ। ଧାତୁର ନମନୀୟତା ଓ ତନ୍ୟତା ଗୁଣ ଯୋଗୁଁ ଆମେ ଆବଶ୍ୟକ ଅନୁସାରେ ସେଗୁଡ଼ିକର ଆକାର ବଦଳାଇ ପାରୁ। ଏବଂ ଆମେ ଉଦାହରଣ ଦେଖିବା, 1 ଗ୍ରାମ ସୁନାକୁ ଆମେ 2 କିଲୋମିଟର ପର୍ଯ୍ୟନ୍ତ ଟଣାଯାଇ ପାରିବ। ଏହା ଧାତୁର ତନ୍ୟତା ଗୁଣ ଯୋଗୁଁ ସମ୍ଭବ। ଧାତୁର ଚତୁର୍ଥ ଧର୍ମ, ଧାତୁ ଗୁଡ଼ିକ ତାପ ସୁପରିବାହୀ। ତ ଧାତୁ ଗୁଡ଼ିକ କିପରି ତାପ ସୁପରିବାହୀ ତାହା ଆମେ ଏକ ପରୀକ୍ଷଣ ଦ୍ୱାରା ଜାଣିବା। ଆମେ ଧାତୁର ଭୌତିକ ଧର୍ମ ବିଷୟରେ ଜାଣିଲୁ। ତ ବର୍ତ୍ତମାନ ମୁଁ କ'ଣ କଲି ନା ଗୋଟେ ଧାତୁ ନେଲି। ଧାତୁର ଭୌତିକ ଧର୍ମ ମଧ୍ୟରେ ଧାତୁ ଏକ ତାପ ସୁପରିବାହୀ। ସେଥିପାଇଁ ମୁଁ କ'ଣ କଲି, ଗୋଟେ ଧାତୁ ନେଇଛି। ଧାତୁର ଶେଷରେ କ'ଣ କରିଛି ନା ଗୋଟେ ମହମ ଲଗେଇଛି। ବର୍ତ୍ତମାନ ମୁଁ କ'ଣ କରିବି, ଧାତୁର ମହମରେ ନିଆଁ ଦେଖେଇବିନି, ଆର ଧାତୁର ଶେଷ ମାନେ ଏପଟେ ନିଆଁ ଦେଖେଇବି। ଦେନ୍ ଇଏ ତରଳି ଯିବ। ଦେଖିପାରୁଥିବେ ମୁଁ ଧାତୁର ସେ ଗୋଟିଏ ପ୍ରାନ୍ତରେ ନିଆଁ ଦେଖାଉଛି, କ୍ୟାଣ୍ଡେଲର ନିଆଁ ଦେଖାଉଛି। ଆଉ ଗୋଟେ ପ୍ରାନ୍ତରେ ଲାଗିଛି ଆମର ମହମଟା। ଯଦି ମହମ ତରଳିକି ତଳେ ପଡ଼ିଗଲା, ଆମେ ଜାଣିପାରିବା ଯେ ଧାତୁ ଏକ ତାପ ସୁପରିବାହୀ। ଦେଖ ପଡ଼ିଗଲା। ତ ଏଥିରୁ ଆମେ ଜାଣିଲୁ ଯେ ଧାତୁ ତାପ ସୁପରିବାହୀ ଅଟେ।
ତ ଉପରୋକ୍ତ ପରୀକ୍ଷଣରୁ ଆମେ ଜାଣିଲୁ ଯେ ମହମଟା ତରଳି ଗଲା। ଆମେ ମହମକୁ ନିଆଁ ଦେଖେଇ ନଥିଲୁ, କିନ୍ତୁ ଏକ ଧାତବର ଗୋଟିଏ ପ୍ରାନ୍ତରେ ନିଆଁ ଦେଖେଇଥିଲୁ ଏବଂ ଆଉ ଗୋଟିଏ ପ୍ରାନ୍ତରେ କ'ଣ ହେଇଥିଲା ନା ମହମବତୀଟା ଜଳି ଯାଇଥିଲା। ଏଥିରୁ ଆମେ ଜାଣିଲୁ ଧାତବ ଗୁଡ଼ିକ ତାପ ସୁପରିବାହୀ ଅଟନ୍ତି। ରୂପା ଏବଂ ତମ୍ବା ହେଉଛି ସବୁଠାରୁ ଉତ୍ତମ ତାପ ପରିବାହୀ। ଲେଡ୍ ଏବଂ ପାରଦ ଅପେକ୍ଷାକୃତ କମ୍ ତାପ ପରିବାହୀ। ଧାତୁଗୁଡ଼ିକ ତାପ ସୁପରିବାହୀ ଏବଂ ସହଜରେ ତରଳୁ ନାହିଁ। ଏଗୁଡ଼ିକ ଉଚ୍ଚ ଗଳନାଙ୍କ ବିଶିଷ୍ଟ ହୋଇଥାଏ। ଧାତୁର ପଞ୍ଚମ ଧର୍ମ ଧାତୁଗୁଡ଼ିକ ହେଉଛି ସୁପରିବାହୀ। ଧାତୁଗୁଡ଼ିକ ବିଦ୍ୟୁତ୍ ସୁପରିବାହୀ। ତ ଆମେ ଏଠି ଦେଖିପାରୁଥିବା ଏକ ପରୀକ୍ଷଣରେ କ'ଣ ଅଛି ନା ଗୋଟେ ବ୍ୟାଟେରୀ ଅଛି ଏବଂ ବ୍ୟାଟେରୀର ଦୁଇ ସାଇଡରେ ଦୁଇଟି କ୍ଲିପ୍ ଏ ଏବଂ ବି ଲାଗିଛି। ବି କ୍ଲିପ୍ରେ ଆମେ ଗୋଟେ ବଲ୍ବ ଏବଂ ଗୋଟେ ସୁଇଚ୍ ଲଗେଇଛୁ ଏବଂ ଧାତୁର ବ୍ୟାଟେରୀର ଆର କ୍ଲିପ୍ଟା ଏ ରେ କିଛି ଲାଗିନାହିଁ। ଯେତେବେଳେ ଏ କ୍ଲିପ୍ ଆଉ ବି କ୍ଲିପ୍ ମଝିରେ କିଛି ମାନେ ଜାଗା ଅଛି, ତ ଆମେ ଏଠି କ'ଣ କରିବା ନା ଯଦି ଆମେ କୌଣସି ଧାତୁ ନେବା ଏବଂ ଦେଖିବା ସେ ବଲ୍ବଟା ଜଳୁଛି ନା ନାହିଁ, ଦେନ୍ ଆମେ ଦେଖିବା ଯେକୌଣସି ଧାତୁ ନେଲେ ମଧ୍ୟ ଏ ବଲ୍ବଟା ଜଳୁଛି, କିନ୍ତୁ ଅଧାତୁ ନେଲେ ଏ ବଲ୍ବଟା ଜଳୁନାହିଁ। ଏହା ଅର୍ଥାତ୍ ଆମର ଧାତୁଗୁଡ଼ିକ ବିଦ୍ୟୁତ୍ ସୁପରିବାହୀ ହୋଇଥାନ୍ତି ଏବଂ ଅଧାତୁଗୁଡ଼ିକ ବିଦ୍ୟୁତ୍ ସୁପରିବାହୀ ହୋଇନଥାନ୍ତି। ବର୍ତ୍ତମାନ ଆମେ ପଢ଼ିବା ବା ଜାଣିବା ଅଧାତୁର ଭୌତିକ ଧର୍ମ। ଅଧାତୁମାନଙ୍କର ସାଧାରଣତଃ ଔଜ୍ଜ୍ୱଲ୍ୟତା ନଥାଏ। ଯେଭଳି ଭାବରେ ଧାତୁମାନଙ୍କ ଚକଚକ୍ କରୁଥିଲେ ଅଧାତୁମାନେ ଚକଚକ୍ କରିନଥାନ୍ତି। ତ ଆମେ ସେଥିରୁ କହିପାରିବା ଅଧାତୁମାନେ ସାଧାରଣତଃ ଔଜ୍ଜ୍ୱଲ୍ୟତା ନଥାଏ। ଧାତୁର ଔଜ୍ଜ୍ୱଲ୍ୟତା ଦେଖିଲୁ, କିନ୍ତୁ ଅଧାତୁ ଏଇଟା ଗୋଟେ ଅଧାତୁ, କାଠଟା ମୁଁ ନେଇଛି, ଏଇଟା ବାଲି କାଗଜ। ଅଧାତୁକୁ ଆମେ ଘଷିବା। ଦେଖିପାରୁଥିବୁ ଆମେ ଧାତୁକୁ ଘଷିଲେ ଯେମିତି ଚକଚକ୍ କରୁଥିଲା, କିନ୍ତୁ ଅଧାତୁଟାକୁ ଘଷିଲାରୁ ଏହା ଚକଚକ୍ କରୁନାହିଁ। ଏହା ଅର୍ଥ ଅଧାତୁମାନଙ୍କର ଔଜ୍ଜ୍ୱଲ୍ୟତା ନଥାଏ। ସେଭଳି ଭାବରେ ଅଧାତୁ ଗୁଡ଼ିକ ନମନୀୟ ନୁହନ୍ତି। ଯେଭଳି ଆମେ ଦେଖିଲୁ ଧାତୁକୁ ଆମେ ପିଟିକି ଚାଦରରେ କନଭର୍ଟ କରିପାରୁଥିଲୁ, କିନ୍ତୁ ଅଧାତୁ ଗୁଡ଼ିକୁ ଆମେ କରିପାରିବା ନାହିଁ। ସେଥିରୁ ଆମେ ଜାଣିଲୁ ଅଧାତୁ ଗୁଡ଼ିକ ନମନୀୟ ନୁହନ୍ତି। ପୁଣି ଥରେ ଅଧାତୁ ଗୁଡ଼ିକ ତନ୍ୟତା ନଥାଏ। ତନ୍ୟତା ମାନେ କ'ଣ? ଆମେ କୌଣସି ଧାତୁରୁ ତାର ପ୍ରସ୍ତୁତ କରିବାକୁ ତନ୍ୟତା କହିଥାଉ, କିନ୍ତୁ ଅଧାତୁ ଗୁଡ଼ିକରୁ ଆମେ ତାର ପ୍ରସ୍ତୁତ କରିପାରିବା ନାହିଁ। ତ ଅଧାତୁମାନଙ୍କର ତନ୍ୟତା ନଥାଏ। ପୁଣି ଥରେ ଅଧାତୁ ଗୁଡ଼ିକ ତାପ ଓ ବିଦ୍ୟୁତ୍ କୁପରିବାହୀ ଅଟନ୍ତି। ତ ଆମେ ଯେଭଳି ଦେଖିଲୁ ବିଦ୍ୟୁତ୍ ପାସ୍ କରିବା ପାଇଁ ଅଧାତୁ ଗୁଡ଼ିକ ଯଦି ରଖିବା ସେଇ ଏ ଆଉ ବି କ୍ଲାମ୍ପ ମଧ୍ୟରେ, ତ ଅଧାତୁ ଗୁଡ଼ିକରେ ବଲ୍ବଟା ଜଳୁନଥିଲା। ତା ଅର୍ଥ ଅଧାତୁ ଗୁଡ଼ିକ ବିଦ୍ୟୁତ୍ ଏବଂ ତାପ କୁପରିବାହୀ ଅଟନ୍ତି। ଏବଂ ଅଧାତୁମାନଙ୍କର ଗଳନାଙ୍କ ଓ ସ୍ଫୁଟନାଙ୍କ କମ୍ ହୋଇଥାଏ। ଗଳନାଙ୍କ ଓ ସ୍ଫୁଟନାଙ୍କ କମ୍। ତ ଆମେ ଜାଣିବା ଗଳନାଙ୍କ କ'ଣ ଏବଂ ସ୍ଫୁଟନାଙ୍କ କ'ଣ। ସ୍ଫୁଟନାଙ୍କ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କୌଣସି ପଦାର୍ଥ ବାମ୍ଫରେ ପରିଣତ ହେବାକୁ ଲାଗେ। ସେହି ତାପମାତ୍ରାକୁ ସେହି ପଦାର୍ଥର ସ୍ଫୁଟନାଙ୍କ କୁହାଯାଏ। ମୁଁ କ'ଣ କହିଲି? ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କୌଣସି ପଦାର୍ଥ ବାମ୍ଫରେ ପରିଣତ ହେବାକୁ ଲାଗେ। ସେହି ତାପମାତ୍ରାକୁ ସେହି ପଦାର୍ଥର ସ୍ଫୁଟନାଙ୍କ କୁହାଯାଏ ଏବଂ ଏହି ସ୍ଫୁଟନାଙ୍କଟା ବିଭିନ୍ନ ପଦାର୍ଥ ପାଇଁ ବିଭିନ୍ନ ରହିଥାଏ। ବର୍ତ୍ତମାନ ଗଳନାଙ୍କ। ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କୌଣସି ପଦାର୍ଥ ତରଳିବାକୁ ଆରମ୍ଭ କରେ। ସେହି ତାପମାତ୍ରାକୁ ସେହି ପଦାର୍ଥର ଗଳନାଙ୍କ କୁହାଯାଏ। ସ୍ଫୁଟନାଙ୍କ ଭଳି ଗଳନାଙ୍କ ମଧ୍ୟ ବିଭିନ୍ନ ପଦାର୍ଥର ଅଲଗା ଅଲଗା ରହିଥାଏ। କିନ୍ତୁ ଯଦି ଆମେ ଦେଖିବା ଧାତୁ ଏବଂ ଅଧାତୁ ମଧ୍ୟରେ ଯଦି ଆମେ ତୁଳନା କରିବା, ଅଧାତୁମାନଙ୍କର ଗଳନାଙ୍କ ସ୍ଫୁଟନାଙ୍କ କମ୍ ହୋଇଥାଏ, କିନ୍ତୁ ଧାତୁମାନଙ୍କର ଗଳନାଙ୍କ ସ୍ଫୁଟନାଙ୍କ ଅଧିକ ରହିଥାଏ। ତ ବର୍ତ୍ତମାନ ପିଲାମାନେ ଆମେ ଆଗାମୀ କ୍ଲାସରେ ଆମେ ପଢ଼ିବା ଧାତୁ ଏବଂ ଅଧାତୁର ରାସାୟନିକ ଧର୍ମ। ଆଜି ଆମେ କ'ଣ ପଢ଼ିଲୁ? ଧାତୁ ଅଧାତୁ ବିଷୟରେ ପଢ଼ିଲୁ, ଧାତୁର ଭୌତିକ ଧର୍ମ ବିଷୟରେ ପଢ଼ିଲୁ ଏବଂ ଅଧାତୁର ଭୌତିକ ଧର୍ମ ମଧ୍ୟ ବିଷୟରେ ଜାଣିଲୁ। ଆଜିର କ୍ଲାସରେ ଯଦି କିଛି ବି ଡାଉଟ୍ ଅଛି, ଦେନ୍ ତମେ କମେଣ୍ଟରେ ଜଣାଇ ପାରିବ। ଥ୍ୟାଙ୍କ ୟୁ ଫର୍ ୱାଚିଂ।